ପ୍ରଭୁ ଲଡ଼ୁ ଗୋପାଳ। ବହୁତ ଦିନ ତଳର କଥା। ବ୍ରଜଭୂମି ବୃନ୍ଦାବନରେ ଶ୍ରୀ କୁମ୍ଭନ ଦାସ ନାମରେ ଜଣେ ଭଗବାନ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ରହୁଥିଲେ। ତାଙ୍କ ପୁତ୍ର ଥିଲେ ରଘୁନନ୍ଦନ। କୁମ୍ଭନ ଦାସଙ୍କ ଉପାସ୍ୟ ଥିଲେ ଭଗବାନ ଶ୍ରୀକୃଷ୍ଣ। ଘରେ ବଂଶୀଧାରୀ ଶ୍ରୀକୃଷ୍ଣଙ୍କର ଏକ ପ୍ରତିମା ରଖି କୁମ୍ଭନ ପୂଜା କରୁଥିଲେ ଓ ସର୍ବଦା କୃଷ୍ଣ ଭକ୍ତିରେ ତଲ୍ଲୀନ ରହୁଥିଲେ। ପ୍ରଭୁଙ୍କ ସେବାରେ ଯେପରି କୌଣସି ବାଧା ନ ଉପୁଜେ ସେଥିପାଇଁ ସେ ଘର ଛାଡ଼ି କୁଆଡ଼େ ଯାଉନଥିଲେ। ପ୍ରତ୍ୟହ ସେ ପ୍ରଭୁଙ୍କୁ ପ୍ରଭାତରୁ ସ୍ନାନ କରିଦିଅନ୍ତି। ପୋଛି ପାଛି ସୁନ୍ଦର ଚନ୍ଦନ ବେଶ କରି ପୀତାମ୍ବରୀ ପାଟ ପିନ୍ଧାଇ ଦିଅନ୍ତି ଏବଂ ନାନା ଜାତି ପୁଷ୍ପରେ ସଜାଇ ଦେଇ ଧୂପ ଦୀପ ନୈବେଦ୍ୟରେ ପୂଜା କରନ୍ତି। ଏହା ଥିଲା ତାଙ୍କ ନିତ୍ୟ ନୈମିତ୍ତିକ ବିଧି। ଦିନେ ଭାଗବତ ପାରାୟଣ ପାଇଁ ଭକ୍ତ କୁମ୍ଭନଙ୍କ ନିକଟକୁ ନିମନ୍ତ୍ରଣ ଆସିଲା। ପ୍ରଭୁଙ୍କ ସେବାରେ ବିଘ୍ନ ଘଟିବ ବୋଲି ସେ ଯିବା ପାଇଁ ପ୍ରଥମେ ମନା କରିଦେଲେ, କିନ୍ତୁ ଭକ୍ତମାନେ ତାଙ୍କୁ ଅନୁରୋଧ କରିବାରୁ ସେ ଶେଷକୁ ଯିବା ପାଇଁ ସମ୍ମତ ହେଲେ। ସେ ଭାବିଲେ, ମୁଁ ସକାଳୁ ସକାଳୁ ପ୍ରଭୁଙ୍କ ସେବା ଶେଷ କରି ସେଠାକୁ ଯିବି ଓ କଥା ସାରି ଫେରି ଆସିବି। ଫଳରେ ସେବାରେ ଆଉ କୌଣସି ତ୍ରୁଟି ରହିବ ନାହିଁ। ଯିବା ଦିନ ସେ ସକାଳୁ ଠାକୁରଙ୍କ ସ୍ନାନାଦି ସେବା ସାରି ପୁଅ ରଘୁନନ୍ଦନକୁ କହିଗଲେ, ଠାକୁରଙ୍କ ଭୋଗ ମୁଁ ପ୍ରସ୍ତୁତ କରି ରଖିଦେଇଛି। ଠାକୁରଙ୍କୁ ଠିକ୍ ସମୟରେ ଭୋଗ ଲଗାଇ ଦେବୁ। ଏପରି କହି ସେ ପାରାୟଣ କରିବାକୁ ଚାଲିଗଲେ। ପୁଅ ରଘୁନନ୍ଦନ ଯଥା ସମୟରେ ଭୋଗ ଥାଳିକୁ ଠାକୁରଙ୍କ ଆଗରେ ରଖି କହିଲା, ହେ ଠାକୁରେ, ଆସନ୍ତୁ ଭୋଗ ଖାଆନ୍ତୁ। ଛୋଟ ପିଲା। ମନରେ ତାର ଧାରଣା ଥିଲା ଯେ ଠାକୁର ନିଶ୍ଚୟ ଆସିବେ ଏବଂ ନିଜ ହାତରେ ଭୋଜନ କରିବେ। ବାରମ୍ବାର ସେ ଅନୁରୋଧ କରି ଚାଲିଥାଏ, କିନ୍ତୁ ଠାକୁର ଆସୁନଥାନ୍ତି। ଠାକୁରଙ୍କ ନ ଆସିବା ଦେଖି ରଘୁ ଉଦାସ ହୋଇପଡ଼ିଲା ଏବଂ ଆକୁଳ ସ୍ୱରରେ କାନ୍ଦି କାନ୍ଦି ଡାକିଲା, ଠାକୁରେ, ଆପଣ କାହିଁକି ଆସୁନାହାନ୍ତି? ଆସନ୍ତୁ, ଭୋଗ ଖାଆନ୍ତୁ। ରଘୁନନ୍ଦନ ଶିଶୁ ମନର ନିଶ୍ଚଳ ଭାବ ଦେଖି ଠାକୁର ଆଉ ରହିପାରିଲେ ନାହିଁ। ସେ ତତ୍କ୍ଷଣାତ୍ ଏକ ବାଳକ ରୂପ ଧାରଣ କରି ଆସି ଭୋଗ ଖାଇବାକୁ ଲାଗିଲେ। ବାଳକ ରଘୁର ଆଉ ଆନନ୍ଦର ସୀମା ରହିଲା ନାହିଁ। ସନ୍ଧ୍ୟାରେ କୁମ୍ଭନ ଦାସ ଫେରି ଆସି ପଚାରିଲେ, ଆରେ ରଘୁ, ଠାକୁରଙ୍କୁ ଭୋଗ ଲଗାଇଥିଲୁ ତ? ରଘୁ କହିଲା, ହଁ ବାପା, ମୁଁ ଠାକୁରଙ୍କୁ ଠିକ୍ ସମୟରେ ଭୋଗ ଲଗାଇ ଦେଇଛି। କୁମ୍ଭନ ଦାସ କହିଲେ, ବେଶ୍ ଭଲ କଥା। କାହିଁ ପ୍ରସାଦ ଟିକେ ଆଣିଲୁ, ମୁଁ ପାଇବି। ପୁଅ କହିଲା, ଆଉ ପ୍ରସାଦ କୁଆଡ଼ୁ ଆସିବ? ଠାକୁର ସବୁ ଭୋଗ ଖାଇଦେଲେ। କୁମ୍ଭନ ଦାସ ଭାବିଲେ, ବୋଧହୁଏ ପୁଅକୁ ଭୋକ ଲାଗିଛି, ସେ ସବୁତକ ଭୋଗ ଖାଇଦେଇଛି। ଏପରି କିଛି ଦିନ ଚାଲିଲା। କ'ଣ ହେଉଛି ବୋଲି କୁମ୍ଭନ ଦାସ ସନ୍ଦେହ କରନ୍ତି। ଇଆଡ଼େ ଭାଗବତ ସପ୍ତାହ ସରିଗଲା। କୁମ୍ଭନ ଦାସ ପରୀକ୍ଷା କରିବା ପାଇଁ ସେଦିନ ଲଡ଼ୁ ପ୍ରସ୍ତୁତ କରି ଭୋଗ ଲଗାଇ ଦେବାକୁ ପୁଅ ରଘୁକୁ କହିଲେ ଏବଂ ଲୁଚି ରହି ବସିଲେ। ପୁଅ ରଘୁ ଯଥା ସମୟରେ ଭୋଗ ଲଗାଇ ଠାକୁରଙ୍କୁ ଡାକିଲା, ଠାକୁରେ, ଆସ ଖାଇବ। ତା ଡାକରେ ସଙ୍ଗେ ସଙ୍ଗେ ଠାକୁର ବାଳକ ରୂପ ଧରି ଆସି ଲଡ଼ୁ ଖାଇବାକୁ ଲାଗିଲେ। ଏହା ଦେଖି କୁମ୍ଭନ ଦାସଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ଦୌଡ଼ି ଆସି ପ୍ରଭୁଙ୍କ ପାଦ ତଳେ ପଡ଼ି ପ୍ରାର୍ଥନା କରିବାକୁ ଲାଗିଲେ। ଚକ୍ଷୁରୁ ତାଙ୍କର ବହି ପଡ଼ୁଥାଏ ଭକ୍ତି ଏବଂ କୋହଭରା ଆନନ୍ଦାଶ୍ରୁ। ପୁଅକୁ କୁମ୍ଭନ କୁଣ୍ଢାଇ ଧରି କହିଲେ, ତୁ ଧନ୍ୟରେ, ଯାହାଙ୍କୁ ମୁଁ ଏତେ ଦିନ ପୂଜା କରି ପାଇନଥିଲି, ତୁ ସ୍ୱହସ୍ତରେ ତାଙ୍କୁ ଭୋଗ ଖୁଆଇଦେଲୁ। ତୋ ଜୀବନ ଧନ୍ୟ। କୁମ୍ଭନ ଦାସ ଠାକୁରଙ୍କୁ ପ୍ରାର୍ଥନା କଲା ସମୟରେ ଠାକୁର ଗୋଟିଏ ହାତରେ ଲଡ଼ୁ ଧରିଥିଲେ, ସେ ଅନ୍ୟ ହାତରେ ଏକ ଲଡ଼ୁ ଧରି ପାଟିରେ ପୂରାଇଥିଲେ। ସେହି ରୂପରେ ସେ ସ୍ଥିର ହୋଇଗଲେ। ସେହିଦିନଠାରୁ ଠାକୁର ସେହି ରୂପରେ ପୂଜା ହେଲେ ଏବଂ ଲୋକଙ୍କ ପାଖରେ ପରିଚିତ ହେଲେ ଲଡ଼ୁ ଗୋପାଳ ନାମରେ। ଶ୍ରୀକୃଷ୍ଣଙ୍କ ଅନେକ ନାମ ମଧ୍ୟରେ ଯୋଡ଼ି ହୋଇଗଲା ଅନ୍ୟ ଏକ ନାମ, ଲଡ଼ୁ ଗୋପାଳ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।